ଅସହ୍ୟ ତାତିରେ କଲବଲ ଖଣି ଅଞ୍ଚଳବାସୀ। କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ମଣ୍ଡଳରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଥିବା ବେଳେ ଅସହ୍ୟ ତାତିରେ ଅଞ୍ଚଳବାସୀ କଲବଲ ହେଉଥିବା ଦେଖିବାକୁ ମିଳୁଛି। ସକାଳ 7ଟାରୁ ତାପମାତ୍ରା 30 ଡିଗ୍ରୀ ଅତିକ୍ରମ କରୁଥିବା ବେଳେ ଦିନବେଳେ ତାପମାତ୍ରା 40 ଡିଗ୍ରୀ ଉପରକୁ ରହୁଥିବା ରେକର୍ଡ କରାଯାଇଛି। ତେଣୁ ପୂର୍ବାହ୍ନ 10ଟା ନହୁଣୁ ଯୋଡ଼ା ବଡ଼ବିଲ ଅଞ୍ଚଳର ରାସ୍ତାଘାଟ ସୁନସାନ ହୋଇ ପଡ଼ୁଥିବା ବେଳେ ଅତି ଜରୁରୀ କାମ ନ ପଡ଼ିଲେ ଲୋକେ ଘରୁ ବାହାରୁ ନାହାନ୍ତି।